Heavenly Father, we just thank you and praise you for this day, God. I praise you for every single girl in this circle, for everyone that made this possible, God. I thank you for the talent that you've blessed us with. And more importantly, God, we just praise you that we're able to reflect it back to you and give you all the honor and you all the glory because you're the one who deserves it, God. Amen. I just thank you for the relationship that we get to have with you, for the redemption in Jesus Christ. And I just pray that the world can know that. And I just pray that over anyone who's injured, Father, heal their bodies, give them the strength as we continue on in this tournament, Father. Let us make your name known because you are great. You are deserving of all the praise, God, and we thank you and we love you. In Jesus' name, amen. Amen. ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଯେଉଁ ଭିଡ଼ିଓ କ୍ଲିପ୍ ଦେଖିଲେ ସେ ଭିଡ଼ିଓ କ୍ଲିପ୍ ଦେଖିକି ଆପଣ କ'ଣ ଭାବୁଛନ୍ତି? ଆପଣ କ'ଣ ଭାବୁଛନ୍ତି କମେଣ୍ଟ ବକ୍ସରେ ନିହାତି ଆପଣ ଲେଖନ୍ତୁ, ମୋର ବିନମ୍ର ଅନୁରୋଧ। କିନ୍ତୁ ମୋର ଚିନ୍ତାଧାରା କ'ଣ, ମୁଁ କାହିଁକି ଏ ଭିଡ଼ିଓକୁ ମୁଁ ତିଆରି କଲି, এই যে ভিডিও আপনার দেখুছেন এই ভিডিও তৈরি করিবার মুখ্য উদ্দেশ্য কোণ তাহা মু আপন মানকু জনাইবা চাহে। তবে দেখন্তু এটি মহিলা মানক মধ্যে এক খেল প্রতিযোগিতা হচ্ছে। আর সেই সময় ইয়ে হচ্ছে এপরি এক টিম যে মানে খেল আরম্ভ পূর্বরু সেমানে মিলিমিশিকি সেমানে প্রার্থনা করুଛନ୍ତି তাপরে পড়িয়া ভিতরে ସମସ୍ତଙ୍କ ସାମ୍ନାରେ। ଆଉ ଏମାନଙ୍କର ମନରେ ଟିକେ ବି ଭୟ ନାହିଁ କି ଏମାନଙ୍କ ମନରେ ଟିକେ ବି ସଂକୋଚ ନାହିଁ ଯେ କିଏ କ'ଣ କହିଦେବ ଯେ ଆମେ ହେଉଛୁ ଖ୍ରୀଷ୍ଟିଆନ ବୋଲି କିଏ କ'ଣ କହିଦେବ କି, ସେମିତି ଭୟ ଏମାନଙ୍କ ଭିତରେ ଟୋଟାଲ ନାହିଁ, ଯେଉଁଟାକି ସବୁଠାରୁ ମାନେ ବହୁତ ଭଲ ବିଷୟ ଅଟେ। ଆମମାନଙ୍କୁ ଏକ ଶିଖିବାର ବିଷୟ ଅଟେ ଯେ ଯଦି ଆମେ ଯୀଶୁଙ୍କୁ ଜାଣିଛୁ କାହାକୁ ଆମେ ଡରିବା ନାହିଁ, କାହାକୁ ଆମେ ଭୟ କରିବା ନାହିଁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆମେମାନେ କାହିଁକି ଡରିବା? କାରଣ ବାକ୍ୟରେ ଲେଖାଯାଏ ତୁମେମାନେ ଏକ ପବିତ୍ର ଜାତି, ରାଜକୀୟ ଯାଜକ ବର୍ଗ ଏବଂ ଈଶ୍ୱରଙ୍କର ନିଜସ୍ୱ ପ୍ରଜା ବୋଲି ବାଇବେଲ ଲେଖା ଅଛି। ତେବେ ଆମେମାନେ କାହିଁକି ଡରିବା? ଆମେମାନେ ଯୀଶୁଙ୍କ ବିଷୟ ଆମେ କାହିଁକି କହିବା ନିମନ୍ତେ ଆମେ କାହିଁକି ଡରିବା? ବିଲକୁଲ ନୁହେଁ। ଯେତେବେଳେ ବି ଆପଣଙ୍କୁ ସୁଯୋଗ ମିଳୁଛି ପ୍ରଭୁ ଯୀଶୁଙ୍କ ବିଷୟ ଅନ୍ୟମାନଙ୍କୁ କୁହନ୍ତୁ, ପ୍ରଭୁ ଯୀଶୁଙ୍କ ବିଷୟ ଅନ୍ୟମାନଙ୍କୁ ଜଣାନ୍ତୁ। ତେବେ ପ୍ରିୟ ବନ୍ଧୁ କ'ଣ, କିନ୍ତୁ ଏଇଟା ଆଜିକାଲି ବହୁତ କମ୍ ଦେଖାଯାଏ। ବହୁତ କମ୍ ଲୋକମାନେ ସେମାନେ ପ୍ରଭୁ ଯୀଶୁଙ୍କର ବିଷୟ ସେମାନେ ଅନ୍ୟମାନଙ୍କୁ କହିଥାନ୍ତି। ତାର କାରଣ କ'ଣ? ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି ପ୍ରଭୁ ଯୀଶୁଙ୍କର ବିଷୟ ଅନ୍ୟମାନଙ୍କୁ ଜଣାନ୍ତି ନାହିଁ। ସେମାନେ ନିଜେ ଜାଣନ୍ତି ଯୀଶୁଙ୍କୁ, ଆଉ ନିଜେ ସେମାନେ ଯୀଶୁଙ୍କୁ ପାଇଥିଲେ ମଧ୍ୟ ସେମାନେ କୁହନ୍ତି ନାହିଁ। ତାର କାରଣ କ'ଣ? ଗୋଟେ ଭୟ, ଗୋଟେ ଡର ସେମାନଙ୍କ ଭିତରେ ରହିଅଛି। ଫଳରେ ସେମାନେ ଭାବନ୍ତି ମୁଁ ଯଦି କାହାକୁ କହିଦେବି ଯେ ମୁଁ ହେଉଛି ଖ୍ରୀଷ୍ଟିଆନ କି ମୁଁ ହେଉଛି ଯୀଶୁଙ୍କୁ ଜାଣେ, ତେବେ କ'ଣ ହେବ, ମୋ ପ୍ରତି କ'ଣ ହେବ? ତେବେ ପ୍ରିୟ ବନ୍ଧୁ କ'ଣ, ଏହା ଭାବିକି ଅନେକ ସେମାନେ ପ୍ରଭୁ ଯୀଶୁଙ୍କର ବିଷୟ ସେମାନେ ଅନ୍ୟମାନଙ୍କୁ କୁହନ୍ତି ନାହିଁ। କିନ୍ତୁ ଆମେମାନେ କ'ଣ କରିବା ଦରକାର? ଆମମାନଙ୍କର କ'ଣ କରିବା ଉଚିତ? ଆପଣମାନେ ଟିକେ ଚିନ୍ତା କରନ୍ତୁ। ମୁଁ ଯୀଶୁଙ୍କୁ ପାଇଛି, ମୁଁ ଯୀଶୁଙ୍କ ନିମନ୍ତେ ନିଜର ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ଅଛି। ଯୀଶୁ ହିଁ ମୋର ପରମେଶ୍ୱର, ଯୀଶୁଙ୍କ ଛଡ଼ା ଆଉ କେହି ପରମେଶ୍ୱର ନାହାନ୍ତି। ଆଉ ମୁଁ ଯୀଶୁଙ୍କୁ ପାଇଅଛି, ମୁଁ ଯୀଶୁଙ୍କୁ ମୁଁ ଆସ୍ୱାଦନ କରିଅଛି। ଆଉ ମୁଁ ଜାଣିଛି ଯୀଶୁଙ୍କ ନାମରେ କ'ଣ ଭାବ ଅଛି। ସେଥିପାଇଁ ଗୋଟେ ଗୀତ ଅଛି, ଯୀଶୁ ନାମେ ଯେ ଭାବ ଅଛି କେବଳ ବିଶ୍ୱାସୀ ସିନା ଜାଣୁଛି। ତେବେ ଯୀଶୁଙ୍କ ନାମରେ ଯେଉଁ ଭାବ ଅଛି ତା କେବଳ ବିଶ୍ୱାସ ହିଁ ଜାଣିଛି, ଅନ୍ୟମାନେ ଜାଣିବେ ନାହିଁ। କାରଣ ପାଉଲ ମଧ୍ୟ କହନ୍ତି ତାଙ୍କ ପତ୍ରରେ, କୃଷର କଥା ବିଜାତିମାନଙ୍କ ନିମନ୍ତେ ମୂର୍ଖତା ମାତ୍ର, କିନ୍ତୁ ବିଶ୍ୱାସୀମାନଙ୍କ ପକ୍ଷରେ ତାହା ହେଉଛି ଶକ୍ତି ଅଟେ।
ତା ହେଉଛି ଅନନ୍ତ ଜୀବନ ଅଟେ। ତେବେ ଆପଣ ଯଦି ଏ କ୍ରୁଶର କଥା ମାନେ ଯୀଶୁଙ୍କର କଥା ଯଦି ଅନ୍ୟମାନଙ୍କୁ କହିବେ, ଆଉ ଯିଏକି ଯୀଶୁଙ୍କର କେବେ ବି ଆସ୍ୱାଦନ ପାଇନି, ଆଉ ସେତେବେଳେ ସେ ଭାବିବ ଏଇଟା ଗୋଟେ ପାଗଳଟେ ଆସିକି ମୋ ଆଗରେ ବକର ବକର ହେଉଛି, କାରଣ ଯୀଶୁଙ୍କୁ ସେ ଆସ୍ୱାଦନ କରିନାହିଁ କିମ୍ବା ଯୀଶୁଙ୍କୁ ସେ ଜାଣିନାହିଁ। କିନ୍ତୁ ପ୍ରିୟ ବନ୍ଧୁ କ'ଣ, କିନ୍ତୁ ପ୍ରକୃତରେ ଯୀଶୁଙ୍କୁ ଯିଏ ଜାଣିଛି, ଆମେମାନେ ସୁସମାଚାର ସେଥିପାଇଁ ପ୍ରଚାର କରୁ। ଯିଏ ଯୀଶୁଙ୍କୁ ଗ୍ରହଣ କଲା କଲା, ଯିଏ ନ କଲା ନାହିଁ, କିନ୍ତୁ ଆମର କର୍ତ୍ତବ୍ୟ ଆମେ କରୁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଏହି ଜଗତରୁ ବିଦାୟ ନେଲେ, ସେତେବେଳେ ସମସ୍ତ ଶିଷ୍ୟମାନଙ୍କୁ ସେ ଜିତ ପର୍ବତକୁ ଡାକିଲେ। ଜିତ ପର୍ବତ ପାଖକୁ ନେଇକି ସେଇଠି ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗାରୋହଣ କଲେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗକୁ ଯିବା ପୂର୍ବରୁ ସେ କ'ଣ କହିଲେ? ସେ ନିଜର ଶିଷ୍ୟମାନଙ୍କୁ ଗୋଟେ ଆଦେଶ ଦେଲେ, ତୁମେମାନେ ଯାଅ ସମଗ୍ର ଜାତିର ଲୋକଙ୍କୁ ତୁମର କ'ଣ କରିବ? ସେମାନଙ୍କୁ ସୁସମାଚାର ପ୍ରଚାର କରିବ, ସେମାନଙ୍କୁ ଶିଷ୍ୟ କରିବ, ଆଉ କ'ଣ କରିବ? ସେମାନଙ୍କୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦେବ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ବର୍ତ୍ତମାନ ସେଇ କାମ ଆମେମାନେ କରୁଛୁ। ପ୍ରଭୁ ଯୀଶୁଙ୍କର ସୁସମାଚାର ଆମେମାନେ ଅନ୍ୟମାନଙ୍କୁ ଆମେ ଜଣାଉଛୁ। ଯିଏ ବିଶ୍ୱାସ କଲେ କଲା, ଯିଏ ନ କଲା ନାହିଁ। ତେବେ ଆମ୍ଭେମାନେ ସୁସମାଚାର ପ୍ରଚାର ଏଥିପାଇଁ କରୁଛୁ, ଜଣେ ଯେମିତି ଅନନ୍ତ ଜୀବନ ପାଇବ। ମୁଁ ଯୀଶୁଙ୍କୁ ଜାଣେ, ଏଇଟା କହିବା ନିମନ୍ତେ ଯିଏ ଲଜ୍ଜାବୋଧ କରେ, ତେବେ ତା'ର ପରିଣାମ କ'ଣ ହେବ? ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ଆସିବେ, ସେ ମଧ୍ୟ ଲଜ୍ଜାବୋଧ କରିବେ ଯେ ଇଏ କିଏ ମୁଁ ଜାଣେ ନାହିଁ। ସେଦିନ ଅନେକ କହିବେ, ହେ ପ୍ରଭୁ, ଆମେ କ'ଣ ତୁମ ନାମରେ ଭୂତ ଛଡ଼େଇଲୁ ନାହିଁ? ଆମେ କ'ଣ ତୁମ ନାମରେ ଭଗବାନ କହିଲୁ ନାହିଁ? ଆମେ କ'ଣ ତୁମ ନାମରେ ଏତେ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ଯୀଶୁ କ'ଣ କହିବେ? ମୁଁ ତୁମମାନଙ୍କୁ ଜାଣେ ନାହିଁ। କାହିଁ କହିବେ? କାରଣ ସେ ନିହାତି କୌଣସି ନା କୌଣସି ଦିନ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ଅସ୍ୱୀକାର କରିଥିବ, ମୁଁ ଜାଣେ ନାହିଁ। ଆଉ ସେଥିରେ ମୋତେ ସେ କ୍ଷମା ମଧ୍ୟ ମାଗିନଥିବ। ସେଥିରେ ମୋତେ ଏ ସମସ୍ତ ବିଷୟ ଘଟିବ। କିନ୍ତୁ ଆମେମାନେ ଗର୍ବ କରିବା ଦରକାର ଯେ ମୁଁ ଜାଣେ, ମୁଁ ଯୀଶୁଙ୍କୁ ଜାଣେ, ଯୀଶୁ ହେଉଛନ୍ତି ମୋର ତ୍ରାଣକର୍ତ୍ତା। ତେବେ ପ୍ରିୟ ବନ୍ଧୁ କ'ଣ, ଏଇ ଯେଉଁ ଭିଡ଼ିଓ କ୍ଲିପ୍ ଆପଣ ଦେଖିଲେ ପୂର୍ବରୁ, ଆଉ ସେଥିରେ ଗୋଟେ ବିଷୟ ଆମକୁ ଶିକ୍ଷା ମିଳୁଛି, ଯେକୌଣସି ସ୍ଥାନରେ ହେଉ ମଧ୍ୟ ଆମେ ପ୍ରଭୁଙ୍କର ଆମେ ଗୌରବ କରିବା, ତାଙ୍କର ପ୍ରଶଂସା କରିବା, ପ୍ରଭୁଙ୍କର ନାମର ଆମେମାନେ ପ୍ରଶଂସା କରିବା। ଯେକୌଣସି ସ୍ଥାନରେ ଆମେ ଥାଉ ନା କାହିଁକି, ଏ ଗୋଟେ ବିଷୟ ଆମକୁ ଶିକ୍ଷା ମିଳେ। ତେବେ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେମାନେ ପ୍ରଭୁ ଯୀଶୁଙ୍କ ନିମନ୍ତେ, ତାଙ୍କ ରାଜ୍ୟ ନିମନ୍ତେ ଆମେମାନେ ବାହାରିବା। ସେଥିପାଇଁ ବାକ୍ୟ ଲେଖା ଅଛି, ତୁମ୍ଭେମାନେ ପ୍ରଥମରେ ତାଙ୍କ ରାଜ୍ୟ ଏବଂ ଧାର୍ମିକତା ଅନ୍ୱେଷଣ କର। ତେବେ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ଆଉ ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ।